ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଦିବସ ପାଳିତ। ଜୁହାର ମୁଇଁ ରୁଦ୍ର ଆପଣମାନକେ ନ୍ୟୁଜ୍ 26 ସ୍ୱାଗତ। ଆଜି ନୂଆପଡ଼ା ବ୍ଲକ ଦର୍ଲିମୁଣ୍ଡା ଗ୍ରାମ ଅନ୍ତର୍ଗତ ଖଲିଆପାନି ଗ୍ରାମ ଆମ୍ବଗିଚାଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘର ମିଳିତ ଅନୁକୂଲ୍ୟରେ ମଇ 1 ବିଶ୍ୱ ଶ୍ରମିକ ଦିବସ ମହାସଂଘର ଆବାହକ ଓ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଯଦୁମତି ପାଣିଗ୍ରାହୀଙ୍କ ନେତୃତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅନ୍ୟ 4000ରୁ ଉର୍ଦ୍ଧ୍ୱ ତୁଲାଲି ମା ଭଉଣୀ ଦାଦନ ଶ୍ରମିକ, ମନରେଗା ଶ୍ରମିକ, ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକମାନେ ଅଂଶଗ୍ରହଣ କରିଥିଲେ। ବରଗଡ଼ର ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କହିଥିଲେ, ନୂଆପଡ଼ା ଜିଲ୍ଲାର ବିଶିଷ୍ଟ ଚାଷୀ ଓ ଶ୍ରମିକ ଯଦୁମଣି ପାଣିଗ୍ରାହୀ ଦୀର୍ଘ ବର୍ଷରୁ ନୂଆପଡ଼ା ଜିଲ୍ଲାର ଚାଷୀ ଶ୍ରମିକ କେନ୍ଦୁପତ୍ର ତୁଲାଲିଙ୍କ ହକ୍ ନ୍ୟାଯ୍ୟ ଦାବି ଅଧିକାରକୁ ନେଇ ଲମ୍ବ ଲଢ଼େଇ ଆସୁଛନ୍ତି। ନୂଆପଡ଼ା ଭଳି ଦାଦନ ଶ୍ରବଣ ଅଞ୍ଚଳ ଶ୍ରମିକ ସମସ୍ୟା ବହୁଳ ଜିଲ୍ଲାରେ ଶ୍ରମିକ ତୁଲାଲି ମାନଙ୍କର ବନ୍ଧୁ ସାଜିଛନ୍ତି। ତାଙ୍କ ଅନୁରୋଧକୁ ଏଡ଼ାଇ ନପାରି ମୁଁ ବାଧ୍ୟ ହୋଇ ଆସିଛି ଏବଂ ଶ୍ରୀ ପାଣିଗ୍ରାହୀଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ, ଶ୍ରମ ଜଙ୍ଗଲ ମନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କ ସହିତ ଅନେକ ଥର ଆଲୋଚନା ଓ ଦାବିପତ୍ର ମଧ୍ୟ ଦେଇଛୁ। ମହାସଂଘର ଅନ୍ୟ ନେତୃମଣ୍ଡଳୀ ମଇ 1 ଶ୍ରମିକ ଦିବସର ତାତ୍ପର୍ଯ୍ୟ, ମହାସଂଘର ଭୂମିକା ଓ ନୂଆପଡ଼ାର ଜିଲ୍ଲାର ଶ୍ରମିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାସଂଘର ଆବାହକ ଶ୍ରୀ ଭକ୍ତବନ୍ଧୁ ଦରୁଆ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା କୋକିଳ ସାହୁ, ଋଷଭ ପ୍ରଧାନ, ସୁରେଶ ପଣ୍ଡା, ଅବଦୁଲ ରସିଦ, ଶୁକ୍ଲାମ୍ବର ନିଆଲ, ସୁଖଦେବ ସାହୁ, ଜ୍ଞାନେଶ୍ୱର ବାଗ, ଅନିରୁଦ୍ଧ ନାଗ, ଜ୍ଞାନରଞ୍ଜନ ସାହୁ, ବଳଧର କେତକୀ, ବିଶ୍ୱରଞ୍ଜନ ସବର, ଚିତୁରାମ ମାଝୀ, ଗୌତମ ବରିହା ସମେତ ଶତାଧିକ ଲୋକ ସାମିଲ ହୋଇ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ସହାୟକ କରିଥିଲେ। ଆସନ୍ତୁ ଏନେଇ ଆବାହକ ଯଦୁମଣି ପାଣିଗ୍ରାହୀ ଏବଂ ବରଗଡ଼ ସାଂସଦ କ'ଣ କହୁଛନ୍ତି ତାଙ୍କଠାରୁ ସିଧା ପ୍ରତିକ୍ରିୟା ନେବା। ପଞ୍ଚାୟତର ଖଲିଆପାଣି ଗାଁରେ ଆମେ ବିଶ୍ୱ ଶ୍ରମିକ ଦିବସ ପାଳନ କଲୁ। ନୂଆପଡ଼ା ଜିଲ୍ଲାର ମନରେଗା ଶ୍ରମିକ, ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, କେନ୍ଦୁପତ୍ର ତୋଲାଲି ସିଜନାଲ ଷ୍ଟାଫକୁ ନେଇକରି ଧୁମଧାମ ଭାବରେ କଲୁ। ମାନ୍ୟବର ସାଂସଦ ବରଗଡ଼ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଆସିଥିଲେ। ଆମେ ନୂଆପଡ଼ା ଜିଲ୍ଲାର ଶ୍ରମିକ ମାନଙ୍କୁ ସବୁବେଳେ ପ୍ରତ୍ୟେକ ବର୍ଷ ପାଳନ କରିକି ସଚେତନ କରୁଛୁ, ତାଙ୍କର ହକ୍ ଅଧିକାର ବିଷୟରେ ଜଣାଉଛୁ। ନୂଆପଡ଼ା ଜିଲ୍ଲା ଗୋଟେ ଶ୍ରମିକ ସମସ୍ୟା ବହୁଳ ଜିଲ୍ଲା, ଦାଦନ ପ୍ରବଣ ଜିଲ୍ଲା। ଅନେକ ଦାଦନ ଶ୍ରମିକ ନିର୍ଯାତିତ ହେଇକି ଆସୁଛନ୍। ସେମାନେ କେନ୍ଦାର ସଚେତନ ହେବେ, ମଜବୁତ ହେବେ, ଶକ୍ତିଶାଳୀ ହେବେ, ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଫାयदा କେନ୍ଦାର ଉଠାବେ, ସେ ବିଷୟରେ ଆଜି ବିସ୍ତୃତ ଭାବରେ ଆମର ଚର୍ଚ୍ଚା ଆଲୋଚନା ହେଲା। ଆଜି ଆମର କାର୍ଯ୍ୟକ୍ରମ ପୂର୍ଣ୍ଣ ମାତ୍ରାରେ ସଫଳ ହେଇছে। ଆମେ ଏଇ ମିଟିଂରେ ଯେନ୍ ଶ୍ରମିକ ମାନେ ତାଙ୍କର ବିଭିନ୍ନ ସମସ୍ୟା ଦାବିର କଥା କହିଛନ୍ତି, କେନ୍ଦୁପତ୍ର ତୋଲାଲି ସିଜନାଲ ଷ୍ଟାଫ, ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ଦାଦନ ଶ୍ରମିକ ସମସ୍ତଙ୍କର କଥାକୁ ନେଇକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଠାନେ ପହଞ୍ଚାମୁ, ଆଲୋଚନା କରମୁ ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ସହାୟକ ମୁଁ ଏ ପ୍ରକାରର ଆଜି ଆମେ ନିଷ୍ପତ୍ତି ନେଇଛୁ। ଆମର କାର୍ଯ୍ୟକ୍ରମ ଆଜି ପୂର୍ଣ୍ଣ ମାତ୍ରାରେ ସଫଳ ହେଇଛି। ଆଜି ନୂଆପଡ଼ା ଜିଲ୍ଲାରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯାଇଛି ଏବଂ ମୁଇଁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ନୂଆପଡ଼ା ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ଏଥିରେ କେନ୍ଦୁପତ୍ର ଶ୍ରମିକ ମାନେ, ତୁଲାଲି ମାନେ, ଗୁଛାକଟାଲି ଶ୍ରମିକ, ନିର୍ମାଣ ଶ୍ରମିକ, ନିର୍ମାଣ ଅନେକ ଶ୍ରମିକ ଅଛନ୍, ନିର୍ମାଣ ଶ୍ରମିକ ମାନେ ଏବଂ ଏନର୍ଜିଏସରେ ଯେନ୍ମାନେ କାମ କରୁଛନ୍ ଏବଂ ତାର ସାଙ୍ଗେ ସବୁଥିରୁ ବଡ଼ କଥା ହଉଛେ ନୂଆପଡ଼ା ଜିଲ୍ଲା ବି ଗୋଟେ ଦାଦନ ପ୍ରବଣ ଅଞ୍ଚଳ। ଇନର ଯେନ୍ ଶ୍ରମିକ ମାନେ ଯାଇକରି ସେନ ଇଟା ଭାଟିରେ କାମ କରୁଛନ୍, ନିର୍ଯାତିତ ହଉଛନ୍, ଏନ୍ତା ବହୁତ ସଂଖ୍ୟାରେ ଶ୍ରମିକ ମାନେ ସମସ୍ତେ ଆଜି ଏ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଉପସ୍ଥିତ ଥିଲେ ଏବଂ ମୁଇଁ ଏଥିରେ ସାମିଲ ହେଇକି ମୁଇଁ ଖୁସି ଅଛେ। ଏଥିର୍ଲାଗି ଯେ ମୁଇଁ ପାର୍ଲାମେଣ୍ଟ ମେମ୍ବର ହେବାର ପୂର୍ବରୁ ବି ଗଲା 40 ବର୍ଷ ଧରିକିରି କେନ୍ଦୁପତ୍ର ଶ୍ରମିକ ମାନଙ୍କର ସାଙ୍ଗେ ନୂଆପଡ଼ା ଜିଲ୍ଲା ଶ୍ରମିକ ମାନଙ୍କର ସାଙ୍ଗେ ଓତଃପ୍ରୋତ ଭାବେ ମୁଇଁ ଜଡ଼ିତ ଅଛି ଏବଂ ଆଜି ତାଙ୍କର ନିମନ୍ତ୍ରଣ ଥିଲା ଏବଂ ବିଶେଷ ଭାବେ କେନ୍ଦୁପତ୍ର ଶ୍ରମିକ ମାନଙ୍କର ଯେନ୍ କିଛି ସମସ୍ୟା ଅଛି, ତୁଲାଲି ମାନଙ୍କର ସମସ୍ୟା ଅଛି, କେନ୍ଦୁପତ୍ରର ଦର ବଢ଼ବାର କଥା, ବୋନସ ଅଧିକା ପାଇବାର କଥା, କେନ୍ଦୁପତ୍ର ତୋଲାଲି ସିଜନାଲ ଷ୍ଟାଫ ବୋଲେ ସିଜନାଲ ଷ୍ଟାଫର ଅନେକ ସମସ୍ୟା ଅଛି, ନିର୍ମାଣ ଶ୍ରମିକ ମାନଙ୍କର କିଛି ସମସ୍ୟା ଅଛି। ଏ ସମସ୍ୟାକେ ଆଗାମୀ ଦିନରେ ଓଡ଼ିଶା ସରକାର ପାଖେ ବସିକିରି ଆଲୋଚନା କରବା ଏବଂ ଯେନ୍ ସମସ୍ୟା କେନ୍ଦ୍ର ସରକାର ପାଖେ ଆଲୋଚନା করবার আবশ্যক কিংবা পার্লামেন্টরে আলোচনা করবার আবশ্যকতা আছে, সে সমস্যাকে পার্লামেন্ট পাখে নেবার লাগি ବି ମୁଇଁ ଆଜି ଲୋକମାନଙ୍କର ସାମ୍ନାରେ ପ୍ରତିଶ୍ରୁତିବଦ୍ଧ ହେବି।